ମଣିଷ ଏସବୁ ପାଖରେ ହାରିଥାଏ। ଟଙ୍କା ପାଖରେ, ଭଲ ପାଇବା ପାଖରେ, ସମୟ ଆଉ ସମ୍ପର୍କ ପାଖରେ, ବନ୍ଧୁତା ପାଖରେ, ଆଉ ଶେଷରେ ଦିନେ ସେ ମୃତ୍ୟୁ ପାଖରେ। ସତ କଥା ନା ବନ୍ଧୁ? ଜୀବନରେ ସବୁ ପରିସ୍ଥିତି କ୍ଷଣସ୍ଥାୟୀ। ଯେବେ ଭଲ ସମୟ ଆସେ ନିଜେ ଖୁସିରେ ଉପଭୋଗ କରିବା ସହ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ବାଣ୍ଟନ୍ତୁ ଏବଂ ଖରାପ ସମୟ କିଛି ଶିକ୍ଷା ଦେବାକୁ ଆସିଥାଏ। ଶିକ୍ଷା ନେବା ସହ ମନେ ରଖନ୍ତୁ, ଏହା ବି ବେଶୀ ସମୟ ରହିବ ନାହିଁ। ସବୁବେଳେ ଖୁସିରେ ରହିବା ପାଇଁ ଆଉ କାହା ମନରେ କଷ୍ଟ ନ ଦେବାକୁ ଚେଷ୍ଟା କରନ୍ତୁ। କାହିଁକି ନା ପ୍ରତି ସନ୍ଧ୍ୟାର ସୂର୍ଯ୍ୟ ଅସ୍ତ ପରେ ଗୋଟେ ଦିନ ଖାଲି ସରିଯାଏ ନାହିଁ। ଆମ ମୂଲ୍ୟବାନ ଜୀବନରୁ ଗୋଟିଏ ସୁନ୍ଦର ଦିନ ଶେଷ ହୋଇଯାଏ, ଯାହାକି ଖୋଜିଲେ ଆଉ ଫେରି ଆସିପାରେ ନାହିଁ। ଯେତେବେଳେ ପିଲା ଥିଲେ ଭାବୁଥିଲେ କେତେବେଳେ ବଡ଼ ହେବା, କିନ୍ତୁ ବଡ଼ ହୋଇ ଏ ସ୍ୱାର୍ଥପର ଦୁନିଆକୁ ଦେଖିଲେ ଲାଗୁଛି ଯେମିତି ପିଲା ବେଳର ଅଧୁରା ସ୍ୱପ୍ନ, ଅଧୁରା ବାଲିଘର, ଅଧୁରା ପାଠପଢ଼ା ଏବଂ ମାର ପଣତ କାନି ହିଁ ଭଲ ଥିଲା। ଅଜୀର୍ଣ୍ଣ ରୋଗେ ପ୍ରଚୁର ଜଳ କଲେ ପାନ, ଖାଦ୍ୟକୁ ଜୀର୍ଣ୍ଣ କରାଏ ଔଷଧର ସମ। ଖାଦ୍ୟ ଜୀର୍ଣ୍ଣ ହେବା ପରେ ପାନ କଲେ ଜଳ, ଖାଦ୍ୟାଂଶର ସାର ଦେହେ ବୃଦ୍ଧି କରେ ବଳ। ଭୋଜନ କାଳରେ ଅଳ୍ପ ଜଳ କଲେ ପାନ, ଭୋଜନରେ ତୃପ୍ତି ଦିଏ ଅମୃତର ସମ। ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ କଲେ ଜଳପାନ, ହଜମ ହୁଏ ନା ଖାଦ୍ୟ, ହୁଏ ବିଷ ସମ। ଅଜୀର୍ଣ୍ଣ ରୋଗ ହୋଇଥିଲେ ପ୍ରଚୁର ପାଣି ପିଇଲେ ଏହା ଔଷଧ ଭଳି କାର୍ଯ୍ୟ କରିଥାଏ। ଖାଦ୍ୟ ହଜମ ହୋଇଯିବା ପରେ ପାଣି ପିଇଲେ ଏହା ଶରୀରର ଶକ୍ତି ବୃଦ୍ଧି କରେ। ଖାଇବା ସମୟରେ ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ପିଇଲେ ଏହା ଖାଦ୍ୟରେ ରୁଚି ଅଣାଏ, କିନ୍ତୁ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପ୍ରଚୁର ପାଣି ପିଇଲେ ପେଟରେ କ୍ଷରିତ ହେଉଥିବା ପାଚକ ରସ ତରଳ ହୋଇଯିବାରୁ ଏହା ଖାଦ୍ୟକୁ ଉତ୍ତମ ରୂପେ ହଜମ କରାଇପାରେ ନାହିଁ। ଫଳରେ ପାନ କରିଥିବା ଜଳ ଖାଦ୍ୟ ହଜମ କରାଇବାରେ ବ୍ୟାଘାତ ଘଟାଏ। ଜୀବନର ଚଲାପଥରେ କୌଣସି କାମ ଅସମ୍ଭବ ନୁହେଁ। ଟିକିଏ ଦୃଢ଼ ହୋଇ ଆଗକୁ ମାଡ଼ି ଚାଲନ୍ତୁ, ସବୁ କିଛି ଠିକ୍ ହୋଇଯିବ। ନିଜ ଲୁହକୁ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଅନ୍ୟମାନେ ଦୁଃଖ କମ୍ ଆଉ ଦୁର୍ବଳତା ଅଧିକ ଜାଣିବାକୁ ପସନ୍ଦ କରିବେ। ସମ୍ପର୍କ। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ସମ୍ପର୍କ କାହାକୁ କୁହାଯାଏ? ମାଧବ ହସି ହସି ଉତ୍ତର ଦେଲେ, ଯେଉଁଠି ସ୍ୱାର୍ଥ ଥାଏ ସେଠି ସମ୍ପର୍କ ନଥାଏ, ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ୱାର୍ଥ ନଥାଏ। ଅର୍ଥାତ୍ ବିନା ସ୍ୱାର୍ଥରେ ବନ୍ଧା ଯାଇଥିବା ଡୋରିକୁ ହିଁ ସମ୍ପର୍କ କୁହାଯାଏ। ଜୟ ଶ୍ରୀ ଜଗନ୍ନାଥ।